ଭାରତର ଜଣେ ଏମିତି ଆଇଏଏସ୍ ଅଧିକାରୀ ଯେ ତାଙ୍କ 16 ବର୍ଷ ଚାକିରି ସମୟରେ 19 ଥର ବଦଳି ହେଇଛି। ତାଙ୍କ ବିଷୟରେ ଜାଣିବା। ସେ ହେଲେ ମହାରାଷ୍ଟ୍ର ଟୁକେରାମ ଜି। ସେ ପ୍ରଥମେ ପୋଷ୍ଟିଂ ହେଇଥିଲେ। ପୋଷ୍ଟିଂ ହେବାର ପ୍ରଥମ ମାସରେ ହିଁ ତାଙ୍କୁ ଟ୍ରାନ୍ସଫର କରାଇ ଦିଆଯାଇଥିଲା। କାହିଁକି ନା ସେ ଏକ ମଦ ବିକ୍ରି ଏଠି ରେଡ୍ କରିଥିଲେ ଓ ସେ ମଦ ଦୋକାନଟି ଗୋଟେ ରାଜନୀତିରେ ଥିଲା। ତାପରେ ସେ ସେକେଣ୍ଡରେ ଯାଇଥିଲେ, ଯେଉଁଠି ଟ୍ରାନ୍ସଫର ହୋଇଥିଲା ସେ ଜାଗାରେ ଚୋରା ବାଲି ବିକ୍ରି ହେଉଥିଲା, ସେଠି ବି ଯାଇଥିଲେ। ସେଠି ତାଙ୍କୁ ଧମକ ମିଳିଥିଲା ଜୀବନ ମାରିଦେବାର। ତାପରେ ମୁମ୍ବାଇ ଯାଇଥିଲେ। ମୁମ୍ବାଇରେ ବି ସେ ବହୁତ ଭଲ କାମ କରିଥିଲେ। ତୁକାରାମ ମୁଣ୍ଡେ ତାଙ୍କ ଜୀବନରେ କିଛି ହିଁ ପାଇନାହାନ୍ତି, କିନ୍ତୁ ସେ ଆମ ଭାରତର ଭଲ ସ୍ୱଚ୍ଛ ସରକାରୀ କର୍ମଚାରୀ ଉପରେ ତାଙ୍କର ନାଁ ବ୍ୟକ୍ତିତ୍ୱ ହୋଇଛି।